ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ବହୁତ ସାରା ଟପିକ୍ ଉପରେ, ଯେମିତିକି ସୁଭଦ୍ରା ଯୋଜନା ସମ୍ପର୍କରେ ଆପଣଙ୍କର ବିଏଡ୍ର ଥାର୍ଡ଼ ସିଲେକ୍ସନ୍ ଲିଷ୍ଟ, ସିଟିର ଏଡମିଟ୍ କାର୍ଡ଼, ସିଟି ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍ ଆପଣଙ୍କର ଏକ୍ଜାମ୍ ଡେଟ୍, ତା ସହିତ ଜିଆର୍ଏସ୍ର ଭେକେନ୍ସି, ଅଙ୍ଗନବାଡ଼ି ୱାର୍କରର ଭେକେନ୍ସି, ସବୁ ଜିନିଷ ଉପରେ ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା। ତ ଏହି ଭିଡ଼ିଓକୁ କମ୍ପ୍ଲିଟଲି ଆପଣ ଦେଖିବେ, ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣେଇବେ, ଯଦ୍ୱାରା କି ସମସ୍ତେ ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ, ଯଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଠିକ୍ ଅଛି। ତା ପୂର୍ବରୁ ପବିତ୍ର ଗୁରୁ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ବାପା ମାଙ୍କୁ ସର୍ବଦା ଆପଣମାନେ, ସେ ହେଉଛନ୍ତି ପ୍ରଥମ ଗୁରୁ, ବାପା ମାଙ୍କୁ ସର୍ବଦା ଆପଣ ପ୍ରଣାମ ନିହାତି କରିବେ। ଏବେ ଭିଡ଼ିଓ ଦେଖୁଛନ୍ତି, ଭିଡ଼ିଓକୁ ପଜ୍ କରିକି ଯଦି ବାପା ମା ପାଖରେ ଅଛନ୍ତି ତାଙ୍କୁ ନିହାତି ପ୍ରଣାମ କରିବେ। ଠିକ୍ ଅଛି। ସବୁଦିନ କରିବେ, ଗୋଟେ ଦିନ ନୁହେଁ। ଯେତିକି ଦିନ ବାପା ମା ଅଛନ୍ତି ସବୁଦିନ ଆପଣ କରିବେ, ସବୁ ଗୁରୁଜନମାନଙ୍କୁ ପ୍ରଣାମ କରିବେ। ସମସ୍ତେ ଆମର ଗୁରୁ। ଯାହାଙ୍କ ପାଖରୁ ଆମେ ଗୋଟିଏ ଲେଟର ବି ଆପଣଙ୍କର ଶିଖୁଛେ ନା, କେହି ବି କିଛି ଉପଦେଶ ଆମକୁ ଦେଉଛନ୍ତି ନା, ସେ ଆମର ଗୁରୁ ଅଟନ୍ତି। ଠିକ୍ ଅଛି। ଏବଂ ସର୍ବଦା ଗୁରୁଜନମାନଙ୍କୁ ଆପଣ ପ୍ରଣାମ କରିବେ, ସର୍ବଦା ତାଙ୍କୁ ସମ୍ମାନ ଆପଣ ନିହାତି ଦେବେ। ଠିକ୍ ଅଛି। ଆସନ୍ତୁ ଆଗ ଆପଣଙ୍କର ସୁଭଦ୍ରା ଯୋଜନା ସମ୍ପର୍କରେ ଡିସ୍କସନ୍ କରିବା। ମ୍ୟାକ୍ସିମମ୍ ପିଲାଙ୍କର ଗୋଟେ ଡାଉଟ୍ କି ସାର୍ ସୁଭଦ୍ରା ସ୍କିମ୍ରେ ଆଉ ସମସ୍ତେ ଆପ୍ଲାଏ କରନ୍ତୁ, ସିଟି ପିଲା, ବିଏଡ୍ ପିଲା, ଯିଏ ବି +3 ପଢ଼ୁଛି, ପିଜି ପଢ଼ୁଛି, ସମସ୍ତେ ଆପ୍ଲାଏ କରନ୍ତୁ। ଯଦି ଆପଣଙ୍କର 21 ବର୍ଷରୁ 60 ବର୍ଷ ଭିତରେ ବୟସ ଅଛି, ଖାଲି ଝିଅମାନେ ସମସ୍ତେ ଆପ୍ଲାଏ କରନ୍ତୁ। ଆପଣମାନଙ୍କର ଟଙ୍କା 17 ତାରିଖ ଦିନ ପ୍ରଥମ କିସ୍ତି ଆପଣଙ୍କୁ ମିଳିଯିବ। ଠିକ୍ ଅଛି, ବୁଝିଗଲେ। ଏବେ ଦେଖନ୍ତୁ ଲାଷ୍ଟ ଡେଟ୍ ସମ୍ପର୍କରେ, ଏହାର କିଛି ଲାଷ୍ଟ ଡେଟ୍ ଆପଣଙ୍କର ନାହିଁ। ଠିକ୍ ଅଛି। ଆପଣଙ୍କୁ କୌଣସି ବି ଟାଇମରେ ଟଙ୍କା ମିଳିବ, କିନ୍ତୁ ଯଦି ଆପଣ ଟିକେ ଜଲ୍ଦି କରିବେ ଦେନ୍ ଆପଣଙ୍କୁ 17 ତାରିଖ ଦିନ ପ୍ରଥମ କିସ୍ତି ମିଳିଯିବ। ଯଦି ଆପଣ ପରେ ବି କରିବେ ହେଲେ ବି ଆପଣଙ୍କୁ ଟଙ୍କା ମିଳିବ, କିଛି ପ୍ରୋବ୍ଲେମ୍ ନାହିଁ। ବୁଝିଗଲେ। ତ ଏହାର କୌଣସି ଲାଷ୍ଟ ଡେଟ୍ ଆପଣଙ୍କର ନାହିଁ। ଏବେ ଆପ୍ଲିକେସନ୍ କେମିତି ଆପଣ ଫିଲ୍ଅପ୍ କରିବେ ତାହା ସମ୍ପର୍କରେ ମୁଁ ଆପଣଙ୍କୁ ଗତକାଲି ବି କହିଥିଲି, ଆଉ ଥରେ କହୁଛି ଦେଖନ୍ତୁ। ଆଗ ଏ ଆପ୍ଲିକେସନ୍ ଫର୍ମ ଆପଣଙ୍କୁ ଆଣିବା ପାଇଁ ପଡ଼ିବ। କେଉଁଠୁ ଆପଣ ଆଣିବେ ଏ ଆପ୍ଲିକେସନ୍ ଫର୍ମ? ଆପଣ ନିଜେ ନିଜେ କଲର୍ ଜେରକ୍ସ ବଗେରା କରନ୍ତୁନି। ଆପଣ ନିଜର ଅଙ୍ଗନବାଡ଼ି ସେଣ୍ଟରକୁ ଯାଆନ୍ତୁ, ତାଙ୍କୁ ଖାଲି କହିବେ ଆପଣଙ୍କର ଆଧାର କାର୍ଡ଼ ନମ୍ବର ଖାଲି ତାଙ୍କୁ ଦେବେ। ଆଧାର କାର୍ଡ଼ ନମ୍ବର ଦେଲେ ହିଁ ସେ ଆପଣଙ୍କୁ ଏଇ ଆପ୍ଲିକେସନ୍ ଫର୍ମଟି 3ଟା ପେଜ୍ ଆପଣଙ୍କୁ ଦେବେ। ଯଦି ଆପଣ କିଛି ବି ପ୍ରୋବ୍ଲେମ୍ ଫେସ୍ କରିବେ ଦେନ୍ ଏଇ ନମ୍ବରରେ ଆପଣ କଲ୍ କରିବେ। ଏବେ ଏଇ ଆପ୍ଲିକେସନ୍ ଫର୍ମକୁ ଆଣିଲେ, ଏବେ ୟାକୁ ଫିଲ୍ଅପ୍ କରିବେ। କେମିତି ଫିଲ୍ଅପ୍ କରିବେ ଦେଖନ୍ତୁ, ମୁଁ ଆପଣଙ୍କୁ ଆଉ ଥରେ କହିଦେଉଛି ହେଲା। ଆପଣ ଆଗ ଏଇଠି ନିଜର ନାଁ ଲେଖିବେ, ଆଧାର ଅନୁଯାୟୀ ସମ୍ପୂର୍ଣ୍ଣ ନାଁ। ଆପଣ କହିବେ ସାର୍ ଓଡ଼ିଆରେ ଲେଖିବି ନା ଇଂରାଜୀରେ? ଆପଣ ଯୋଉଥିରେ କମ୍ଫର୍ଟେବୁଲ୍ ସେଇଥିରେ ଲେଖନ୍ତୁ। ମୋ ମତରେ ଇଂରାଜୀରେ କଲେ ଆପଣଙ୍କୁ କମ୍ଫର୍ଟ ଫିଲ୍ ହେବ। ଇଂରାଜୀରେ ଲେଖନ୍ତୁ, କିଛି ନାହିଁ। ସାର୍ ସ୍ମଲ୍ ଲେଖିବୁ ନା କ୍ୟାପିଟାଲ? ସବୁ କ୍ୟାପିଟାଲ ଲେଖନ୍ତୁ। ଯୋଉମାନେ କରିଦେଇଛନ୍ତି ଆଉ କିଛି ଟେନସନ୍ ନେବା ଦରକାର ନାହିଁ। ସବୁ କ୍ୟାପିଟାଲ ଲେଖନ୍ତୁ, କିଛି ପ୍ରୋବ୍ଲେମ୍ ନାହିଁ। ଧରାଯାଉ ଆପଣଙ୍କର ନାଁ ହେଉଛି ଗୁଲଗୁଲି ମହାନ୍ତ। ଗୁଲଗୁଲି, GUL, ଗୁଲଗୁଲି ହେଲା, ଗୁଲଗୁଲି ମହାନ୍ତ ଏମିତି ଲେଖା ହେଇଛି, ଧରାଯାଉ ଆପଣଙ୍କର ନାଁ। ଠିକ୍ ଅଛି। ଏବେ କେମିତିକା ଆପଣ ଫିଲ୍ଅପ୍ କରିବେ? ଗୁଲଗୁଲି, ଏଇଠି ଆପଣ କ୍ୟାପିଟାଲରେ ଜି ଲେଖିଲେ, GUL ଏମିତି ଲେଖିଲେ। ଲେଖିଲେ ଏବେ ମହାନ୍ତ ଅଛି, ଏଇଠି ଟିକେ ଗୋଟେ ଛାଡ଼ିଦେବେ ହେଲା। ଗୋଟେ ଛାଡ଼ିଦେଲେ ଏଇଠି ଆପଣ ପୁଣି ଲେଖିଲେ MOHANTA, ଏଇଟା ହେଇଗଲା। ଏବେ ଧରାଯାଉ ଆପଣଙ୍କର ନାଁରେ ଟିକେ ସ୍ପେସ୍ ରହିଛି, ଧରାଯାଉ ଏମିତି ରହିଛି ହେଲା, ଗୁଲଗୁଲି ଜାଗାରେ ଏମିତି ହୋଇଛି ଆପଣଙ୍କର। ଧରାଯାଉ ଲେଖିଛି ଆପଣଙ୍କର ଗୁଲ, ତାପରେ ଏଠି ଟିକେ ଗ୍ୟାପ୍ ଅଛି ଆପଣଙ୍କର ହେଲା, ଗୁଲଗୁଲି ମହାନ୍ତ। ଠିକ୍ ଅଛି। ଏବେ କେମିତି ଫିଲ୍ଅପ୍ କରିବେ? ଗୁଲ, GUL କ୍ୟାପିଟାଲରେ ସବୁ ଲେଖିଲେ। ଏବେ ଟିକେ ସ୍ପେସ୍ ଛାଡ଼ି ଦିଅନ୍ତୁ। ସ୍ପେସ୍ ଅଛି ମାନେ ଛାଡ଼ିଲେ, ଯେହେତୁ ଏଟା ସ୍ପେସ୍ ଅଛି, ଏବେ ଗୁଲଗୁଲି LY ଲେଖିଲେ। ଏବେ ପୁଣି ସ୍ପେସ୍ ଦିଅନ୍ତୁ, ମହାନ୍ତ। ବାସ୍, ଏଇଟା ଆପଣଙ୍କର ହେଇଗଲା। ବୁଝିଗଲେ। ଏବେ ଆଧାର ନମ୍ବର ଆପଣଙ୍କୁ ଦେବେ। ଆଧାର କାର୍ଡ଼ରେ ଆପଣଙ୍କର ଆଧାର ନମ୍ବର ଲେଖା ହେଇଛି, ତାକୁ ଆପଣ ଏଠି ଲେଖିଲେ। ଦେନ୍ ସ୍ୱାମୀ କିମ୍ବା ପିତାଙ୍କର ନାଁ, ୟାକୁ ନେଇକି ପିଲାଙ୍କର ବହୁତ ଡାଉଟ୍। ସାର୍ ମୋର ଆଧାର କାର୍ଡ଼ରେ ମୁଁ ବାହା ହେଇଯାଇଛି କିନ୍ତୁ ବାପାଙ୍କର ନାଁ ଅଛି। ଯାହା ଅଛି ତାକୁ ଦେବେ,
କିଛି ବି ଚେଞ୍ଜ କରିବା ପାଇଁ ଆପଣ ଧାଁ ଧପଟ କରନ୍ତୁ ନାହିଁ। ଆପଣଙ୍କର ଆଧାର କାର୍ଡ଼ରେ ଯୋଉଟା ଅଛି ତାକୁ ଦିଅନ୍ତୁ। ଠିକ୍ ଅଛି? କିଛି ପ୍ରୋବ୍ଲେମ୍ ହେଲେ ଆପଣ ଏଇ ନମ୍ବରରେ କଲ୍ କରିବେ। ସେ ବି ଆପଣଙ୍କୁ ସେମ୍ କହିବେ, ଯାହା ଆଧାର କାର୍ଡ଼ରେ ଅଛି, ବାପାଙ୍କର ନାଁ ଥାଉ କି ସ୍ୱାମୀଙ୍କର ନାଁ ଥାଉ, ଯାହା ଅଛି ତାକୁ ଦେବେ। ଯଦି ନାହିଁ ଦେନ୍ ଟିକେ ପଚାରିଦେବେ ଭଲ ହବ। ଯଦି ଆପଣଙ୍କର ବାପାଙ୍କର ନାଁ ବି ନାହିଁ କିମ୍ବା ସ୍ୱାମୀଙ୍କର ନାଁ ବି ନାହିଁ, ଦେନ୍ ଟିକେ ପଚାରିଦେବେ ଆପଣମାନେ ଏଇ ନମ୍ବରରେ କଲ୍ କରିକି। ବୁଝିଗଲେ? ନଚେତ୍ ଯୋଉଟା ଅଛି ତାକୁ ଦିଅନ୍ତୁ, କିଛି ପ୍ରୋବ୍ଲେମ୍ ନାହିଁ, ଟଙ୍କା ଆପଣ ପାଇବେ। ଦେନ୍ ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଆପଣ ଏଠି ଦେଲେ ଏବଂ ତାପରେ ଆପଣ ଜେନେରାଲ ନା ଆପଣ ଏଇ ଯୋଉ ଅନୁସୂଚିତ ଜାତି ମାନେ ହଉଛି ଆପଣଙ୍କର, ଦେଖନ୍ତୁ ଏଇଟା ଅନୁସୂଚିତ ଜାତି ମାନେ ହଉଛି ଆପଣଙ୍କର ଏସସି। ଯୋଉମାନେ ଏସସି ସେମାନେ ଏଇଠି ପୁଟ୍ କରିବେ, ଆଉ ଅନୁସୂଚିତ ଜନଜାତି ମାନେ ହଉଛି ଏସଟି। ଯୋଉମାନେ ଏସଟି ସେଇଠି ପୁଟ୍ କରିବେ। ଏବେ ଆପଣ ମାନେ କହିବେ ସାର୍ ଆମର ଏସସି ବିସି ଆମେ ଓବିସି ଆମେ କୋଉଥିରେ ପୁଟ୍ କରିବୁ? ଏଥିରେ କିଛି ଅପସନ୍ ନାହିଁ। ତ ଆପଣ ମାନେ ଟିକେ ପଚାରିକି କରିଦେବେ, ନହେଲେ ସେଇ ଜେନେରାଲରେ ପୁଟ୍ କରିବେ। ଆଉ ଏ ଜେନେରାଲରେ ଆପଣ ପୁଟ୍ କରିବେ, କାହିଁକି ନା ଏସସି ବିସି ଓବିସି ମାନଙ୍କ ପାଇଁ ଅପସନ୍ ଏଥିରେ ନାହିଁ। ଦେନ୍ ଆପଣ ଦିବ୍ୟାଙ୍ଗ ଅଟନ୍ତି କି? ଯଦି ଦିବ୍ୟାଙ୍ଗ ଦେନ୍ ହଁ କରିବେ, ଯଦି ଦିବ୍ୟାଙ୍ଗ ନୁହନ୍ତି ନାଁରେ ଟିକ୍ କରିବେ। ଦେନ୍ ଆପଣଙ୍କର ଆଧାର କାର୍ଡ ସହିତ ଯୋଉ ମୋବାଇଲ ନମ୍ବର ଲିଙ୍କ ଅଛି ତାକୁ ଆପଣ ଦେବେ। ଏବେ କିଛି ଲୋକଙ୍କର ମନରେ ଗୋଟେ ପ୍ରଶ୍ନ, ସାର୍ ଆମ ଘରେ ନା ଆମେ ମା ଆମେ ତିନି ଭଉଣୀ ସମସ୍ତଙ୍କର ଗୋଟେ ମୋବାଇଲ ନମ୍ବର ଲିଙ୍କ ଅଛି। ନୋ ପ୍ରୋବ୍ଲେମ, ଯୋଉଟା ଅଛି ତାକୁ ଦିଅନ୍ତୁ, କିଛି ଅସୁବିଧା ନାହିଁ। ହେଲା, ଆପଣମାନଙ୍କୁ କେହି ଡରଉଛନ୍ତି ହେଲେ ଆପଣମାନେ ଏଇ ନମ୍ବରରେ କଲ୍ କରିକି ପଚାରି ଦିଅନ୍ତୁ। ଠିକ୍ ଅଛି? ଯଦି ଆଲ୍ଟରନେଟିଭ ମୋବାଇଲ ନମ୍ବର ଅଛି ଦିଅନ୍ତୁ। ଦେନ୍ ଆପଣ ନିଜର ଜିଲ୍ଲାକୁ ଲେଖିବେ, ସବୁ କ୍ୟାପିଟାଲ ଲେଖନ୍ତୁ। ଦେନ୍ ଯୋଉମାନେ ଗାଁର ଅଟନ୍ତି ସେଇମାନେ ଏଇଟାକୁ ଫିଲ୍ଅପ୍ କରିବେ, ନିଜର ଗାଁର ନାଁ ଲେଖିବେ, ଗ୍ରାମ ପଞ୍ଚାୟତ ଆଉ ବ୍ଲକ। ଯୋଉମାନେ ସହରର ଟାଉନର ଅଟନ୍ତି ସେମାନେ ଏଇଟା ଫିଲ୍ଅପ୍ କରିବା ଦରକାର ନାହିଁ। ଟାଉନର ଲୋକମାନେ ତାଙ୍କର ୱାର୍ଡ ନମ୍ବର, ଅର୍ବାନ ଲୋକାଲ ବଡି ମାନେ ତାଙ୍କର କୋଉ ମ୍ୟୁନିସିପାଲିଟି ଏରିଆ ତାକୁ ଲେଖିବେ, ତାପରେ ତାଙ୍କର ଟାଉନର ନାଁ ଲେଖିବେ। ହେଲା, ବୁଝିଗଲେ? ଗ୍ରାମାଞ୍ଚଳର ଲୋକମାନେ ଏଇଟା ଫିଲ୍ଅପ୍ କରିବେ, ଏଇଟା କରିବେନି। ସହରାଞ୍ଚଳର ଲୋକମାନେ ଏଇଟା କରିବେ, ଏଇଟା କରିବେନି। ଦେନ୍ ଆପଣଙ୍କର ଆଧାର ସଞ୍ଚୟ ବ୍ୟାଙ୍କର ନାଁ, ଏଠି ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆପଣଙ୍କୁ ଦେବାର ନାହିଁ। ହେଲା, ଆପଣଙ୍କର ଡିବିଟି ମାଧ୍ୟମରେ ଡାଇରେକ୍ଟ ବେନିଫିସିଆରୀ ଟ୍ରାନ୍ସଫର ଆପଣଙ୍କର ଟଙ୍କା ଆପଣଙ୍କୁ ଡାଇରେକ୍ଟଲି ଆପଣଙ୍କର ଆସିବ। ହେଲା, କେବଳ ଆପଣଙ୍କର ଆଧାର କାର୍ଡ ସହିତ ଯୋଉ ମୋବାଇଲ ଯୋଉ ବ୍ୟାଙ୍କ ଲିଙ୍କ ଥିବ, ଆପଣ ଯୋଉ ବ୍ୟାଙ୍କରେ ଟଙ୍କା ଚାହୁଁଛନ୍ତି, ହେଲା ଧରାଯାଉ ଆପଣଙ୍କର ଆଧାର କାର୍ଡରେ 2-3ଟା ବ୍ୟାଙ୍କ ଆପଣଙ୍କର ଅଛି। ଏବେ ଯୋଉ ବ୍ୟାଙ୍କରେ ଟଙ୍କା ଆପଣ ଚାହୁଁଛନ୍ତି ସେଇ ଖାଲି ବ୍ୟାଙ୍କର ନାଁଟା ଲେଖିଦେବେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଯାହା ଆପଣଙ୍କର ଥିବ ତାକୁ ଲେଖିଦେଲେ ତାପରେ ଏଗୁଡା ସବୁଗୁଡା ଆପଣ ଟିକ୍ 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 ନିଜେ ନିଜେ ପଢିକି ଟିକ୍ 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 ଆପଣଙ୍କର କରିବେ। ଦେନ୍ ଏଇଠି ଆପଣ ନିଜର ସିଗ୍ନେଚର କରିବେ, ତାପରେ ଡେଟଟା ଯେବେ ପୁଟ୍ କଲେ କରିବେ। ହେଲା, ଏବେ କଣ କରିବେ ଦେଖନ୍ତୁ। ହେଲା, ଏବେ ଏଇ ଆପ୍ଲିକେସନ ଫର୍ମଟାକୁ ଭଲସେ ଫିଲ୍ଅପ୍ କଲେ। ଏବେ ୟାକୁ ନେଇକି ଆପଣ କଣ କରିବେ, ଜନସେବା କେନ୍ଦ୍ରକୁ ଆପଣ ଯିବେ। ଜନସେବା କେନ୍ଦ୍ରକୁ ଆପଣଙ୍କୁ ଯିବାକୁ ପଡିବ। ଯାହାର ବି ଆପ୍ଲିକେସନ ଫର୍ମ ସବମିଟ୍ ହବ ସେମାନେ ଜନସେବା କେନ୍ଦ୍ରକୁ ଆପଣଙ୍କର ଯିବେ। ଗଲେ ସେଠି ଗଲା ପରେ ସେ କଣ କରିବେ, ଆପଣଙ୍କର ଆଧାର କାର୍ଡ ନେବେ। ଆଧାର କାର୍ଡ ନେଲା ପରେ ଆପଣଙ୍କର ବାୟୋମେଟ୍ରିକ ନେବେ। ଦେନ୍ ଆପଣଙ୍କର ସେ ଗୋଟେ ଫଟୋ ଉଠେଇବେ। ହେଲା, ଫଟୋ ଉଠେଇକି ଦେନ୍ ଆପଣଙ୍କର ଫର୍ମକୁ ସବମିଟ୍ କରିବେ। ଜନସେବା କେନ୍ଦ୍ରରେ, ମୋ ସେବା କେନ୍ଦ୍ରରେ କୌଣସି ବି ଟଙ୍କା ଆପଣଙ୍କୁ ଦେବାକୁ ପଡିବନି, କିନ୍ତୁ ଆପଣଙ୍କୁ ଯିବାକୁ ପଡିବ। ଆପଣଙ୍କର ସେଠି ବାୟୋମେଟ୍ରିକ ସେମାନେ ନେବେ ଆଉ ଆପଣଙ୍କର ଫଟୋ ଉଠେଇବେ। ଫଟୋ ଉଠେଇଲା ପରେ ସେ ଆପଣଙ୍କର ଆପ୍ଲିକେସନ ଫର୍ମକୁ ଅନଲାଇନରେ ସବମିଟ୍ କରିବେ। କିଛି ଟଙ୍କା ଦେବାକୁ ପଡିବନି। ତାପରେ ସେ ଆପଣଙ୍କୁ ଗୋଟେ ରିସିପ୍ଟ ପ୍ରିଣ୍ଟ କରିକି ଆପଣଙ୍କର ଦେବେ। ରିସିପ୍ଟଟାକୁ ଆପଣ ପ୍ରିଣ୍ଟ କଲେ, ପ୍ରିଣ୍ଟ କରିକି ଆପଣ କଣ କରିବେ ନା ସେ କଲର ପ୍ରିଣ୍ଟ କରିକି ଆପଣଙ୍କୁ ଦେବେ। ଠିକ ଅଛି, ତାକୁ ଆପଣ ନେଇକି ଆସିବେ, କିଛି ଟଙ୍କା ଦେବାକୁ ପଡିବନି। ଯଦି କେହି ଟଙ୍କା ମାଗୁଛନ୍ତି ଏଇ ନମ୍ବରରେ କଲ୍ କରିକି ଆପଣ କହିବେ। ଠିକ ଅଛି, ତାକୁ ଆପଣ ନେଇକି ଆସିବେ। ଏବେ ସେଇ ରିସିପ୍ଟରେ ଗୋଟେ ନମ୍ବର ଲେଖା ହେଇଥିବ, ହେଲା ଆବେଦନ ନମ୍ବର। ସେଇ ନମ୍ବରଟାକୁ ଏଇଠି ଆପଣ ଫିଲ୍ଅପ୍ କରିବେ। ଆପଣ କହିବେ ସାର୍ ଆମକୁ ଅଙ୍ଗନବାଡି କର୍ମୀ ଏଇ 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 ପେଜଟା ଦେଇନାହାନ୍ତି। କିଛି କଥା ନାହିଁ, ଆପଣ ଅନଲାଇନ ଆପ୍ଲାଏ କଲା ପରେ ପୁଣି ଅଙ୍ଗନବାଡି କର୍ମୀଙ୍କ ପାଖକୁ ଯିବେ, ଆଉ ସେ ଆପଣଙ୍କର ଏଇ ଫର୍ମ ଦେବେ, ତାକୁ ଆପଣ ଏଇଠି ଫିଲ୍ଅପ୍ କରିବେ। ଯୋଉ ଆପ୍ଲିକେସନ ନମ୍ବର ଆପଣ ପାଇଲେ ଅନଲାଇନ ଆପ୍ଲାଏ କଲା ପରେ ତାକୁ ଆପଣ ଏଠି ଫିଲ୍ଅପ୍ କରିବେ। ଦେନ୍ କୋଉ ଦିନ ଆପ୍ଲାଏ କରିଛନ୍ତି ତାକୁ ଦେବେ। ଧରାଯାଉ ଆପଣ କଲେ 5 ସେପ୍ଟେମ୍ବର, ତ ଏମିତି 5 ଲେଖିବେନି। ହେଲା, 05 5 ସେପ୍ଟେମ୍ବର, ସେପ୍ଟେମ୍ବର ମାନେ 09/2024 ଲେଖିବେ। ତାପରେ ନିଜର ନାଁ ଲେଖିବେ ଯାହା ଆଧାରରେ ଲେଖା ହେଇଛି, ଆଧାର ନମ୍ବର ଆପଣ ଦେବେ। ଦେନ୍ ଏଇଟା ପୁଣି ପୁରା ଫୁଲ ଫର୍ମଟାକୁ
ଆପଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁଣି ଫେରେଇ ଦେବେ। ଯେଉଁ ଫର୍ମ ଆପଣ ଫିଲ୍ଅପ୍ କରିଥିଲେ ଏଇ ଫର୍ମଟିକୁ ଆପଣ ଅଙ୍ଗନବାଡ଼ି କର୍ମୀଙ୍କୁ ଫେରେଇ ଦେବେ। ଏବେ ଅଙ୍ଗନବାଡ଼ି କର୍ମୀ ଆପଣଙ୍କର କ'ଣ କରିବେ, ଏଇ ଫର୍ମଟିକୁ ନେଇକି ସେ ବ୍ଲକରେ ସବମିଟ୍ କରିବେ। ଆଉ ବ୍ଲକରେ ଆପଣଙ୍କର ଭେରିଫାଇ ହେବ, ଦେନ୍ ଆପଣଙ୍କୁ ଟଙ୍କା ମିଳିବ। ଜମାରୁ ଓରିଡ୍ ହେବାର ନାହିଁ, ଆପଣଙ୍କୁ ଟଙ୍କା 17 ତାରିଖ ଦିନ ମିଳିଯିବ। ତାପରେ ବି ଆପଣଙ୍କୁ ଟଙ୍କା ମିଳିବ, କିଛି ପ୍ରୋବ୍ଲେମ୍ ନାହିଁ, କିଛି ଅସୁବିଧା ନାହିଁ। ବୁଝିଗଲେ? ସୁଭଦ୍ରା ଆଉ ସମସ୍ତେ ଆପ୍ଲାଏ କରନ୍ତୁ। ଯଦି ଆପଣଙ୍କର ବୟସ 21ରୁ 60 ବର୍ଷ ଭିତରେ ଅଛି ଆପ୍ଲାଏ କରନ୍ତୁ। କିଛି ପ୍ରୋବ୍ଲେମ୍ ହେଲେ ଏଇ ନମ୍ବରରେ କଲ୍ କରିକି ପଚାରନ୍ତୁ। ଏହା ସମ୍ପର୍କରେ ଆମେ ଡିସ୍କସନ୍ କଲେ। ଦେନ୍ ଦେଖନ୍ତୁ ବିଏଡ୍ର ସ୍ଲାଇଡ୍ ଅପ୍ ଆପଣଙ୍କର ସେକେଣ୍ଡ ସ୍ଲାଇଡ୍ ଅପ୍, ଯେଉଁମାନେ ସ୍ଲାଇଡ୍ ଅପ୍ ପାଇଁ ଆପ୍ଲାଏ କରିଥିଲେ ନା, ସେମାନେ କେମିତି ଚେକ୍ କରିବେ? ଏଇ ଯେଉଁ नो योर ସିଲେକ୍ସନ୍ ଷ୍ଟାଟସ୍, ଏଇଥିରେ କ୍ଲିକ୍ କରିକି ଚେକ୍ କରିବେ। ଆପଣଙ୍କୁ ଯେଉଁମାନେ ବି ସ୍ଲାଇଡ୍ ଅପ୍ ଆପ୍ଲାଏ କରିଥିଲେ, ଯଦି ଆପଣଙ୍କର ସେଇ ପୁରୁଣା କଲେଜ ଦେଖାଉଛି ଦେନ୍ ଆପଣଙ୍କର ସ୍ଲାଇଡ୍ ଅପ୍ ହେଇନି। ଯଦି ନ୍ୟୁ କଲେଜ ଆପଣଙ୍କର ଦେଖାଉଛି ଦେନ୍ ଆପଣଙ୍କର ସ୍ଲାଇଡ୍ ଅପ୍ ହେଇଛି। ଆଉ ଯେଉଁଠି ବି ସ୍ଲାଇଡ୍ ଅପ୍ ଆପଣଙ୍କର ହେଇଥିବ ସେଇଠି ଆପଣଙ୍କୁ ଆଡମିସନ୍ କରିବା ପାଇଁ ବାଧ୍ୟ। ଠିକ୍ ଅଛି? ତ ଆଜି ଆପଣଙ୍କର ସେଇ ଗୋଟେ ପାଖାପାଖି ଗୋଟେ ବେଳକୁ ଆପଣଙ୍କର ଆସିଯିବ ସ୍ଲାଇଡ୍ ଅପ୍ ବି, ଏବଂ ଥାର୍ଡ ସିଲେକ୍ସନ୍ ଲିଷ୍ଟ ମଧ୍ୟ ଆଜି ଆପଣଙ୍କର ପବ୍ଲିଶ ହେବ। ସେ ଗୋଟେ ପାଖାପାଖି ମୁଁ ଆପଣଙ୍କୁ ଭିଡ଼ିଓ ବନେଇଦେବି ଆପଣଙ୍କର। ବୁଝିଗଲେ? ତ ବିଏଡ୍ର ଥାର୍ଡ ସିଲେକ୍ସନ୍ ଆଜି ଆସିବ ଏବଂ ସ୍ଲାଇଡ୍ ଅପ୍ ମଧ୍ୟ ଆଜି ଆସିବ। ଦେନ୍ ସିଟିର ଆଡମିଟ୍ କାର୍ଡ଼ ଆଜି ଆପଣଙ୍କ ପାଇଁ ଆସିଯିବ। ଆପଣମାନେ ନିଜ ନିଜର ସିଟିର ଆଡମିଟ୍ କାର୍ଡ଼କୁ ଡାଉନଲୋଡ଼ିଂ କରିବେ। ସେଇ ଦୁଇଟା ପରେ ପରେ ଆପଣଙ୍କର ଆସିବ, ମୁଁ ଆପଣଙ୍କୁ ଜଣେଇଦେବି। ଠିକ୍ ଅଛି? ଏବେ ଦେଖନ୍ତୁ ନେକ୍ସଟ ଆପଣଙ୍କର, ଯଦି ଆପଣ ବିଏଡ୍ ପରୀକ୍ଷା 2025ରେ ଆପଣଙ୍କର ଦେବା ପାଇଁ ଚାହୁଁଛନ୍ତି ନା, ଦେନ୍ ବିଏଡ୍ର ଆପଣଙ୍କର କ୍ଲାସ୍ ଅଲରେଡ଼ି 20 ଅଗଷ୍ଟରୁ ଆରମ୍ଭ ହେଇଗଲାଣି। ସିଲାବସ୍ ଥରେ ଅଲରେଡ଼ି ସରିଗଲାଣି। ବିଏଚ୍ଡି ପିଲାଙ୍କର, ବିଏଡ୍ ଆର୍ଟ୍ସ ପିଲାଙ୍କର, ବିଏଡ୍ ସାଇନ୍ସ ପିଲାଙ୍କର ସିଲାବସ୍ ଏଇ ୱିକ୍ ଆଉ ନେକ୍ସଟ ୱିକ୍ରେ ଆପଣଙ୍କର ସରିଯିବ। ତ ଆପଣ ଯଦି ବିଏଡ୍ ପରୀକ୍ଷା 2025ରେ ଦେବେ, ବିଏଡ୍, ବିଏଚ୍ଡି, ଏମ୍ଏଡ୍, ଆଗ ଏ ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ। ଯେମିତି ମୁଁ ଆପଣଙ୍କୁ କହିଛି ସେମିତିକା ୱେରେ ପଢ଼ନ୍ତୁ। ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବେ, ସୁନିଶ୍ଚିତ। ଯଦି ଆପଣ ସେବାଶ୍ରମ ସ୍କୁଲ ପରୀକ୍ଷା ଦେବା ପାଇଁ ଚାହୁଁଛନ୍ତି ଦେନ୍ ସେବାଶ୍ରମ ସ୍କୁଲର ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ। ଯେମିତି ମୁଁ ଆପଣଙ୍କୁ କହିଛି ସେମିତିକା ୱେରେ ପଢ଼ନ୍ତୁ, ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବେ। ସବୁ କ୍ଲାସ୍ ଆପଣଙ୍କ ପାଇଁ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ସବୁ କ୍ଲାସ୍ ଆପଣଙ୍କର ହେଉଛି। ଠିକ୍ ଅଛି? ତାହେଲେ ଏହା ସମ୍ପର୍କରେ ମୁଁ ଆପଣଙ୍କୁ କହିଲି। ଏବେ ଆସନ୍ତୁ ଦେଖିବା ଜିଆର୍ଏସ୍ର ଆପଣଙ୍କର ଭେକେନ୍ସି ସମ୍ପର୍କରେ। ଜିଆର୍ଏସ୍ ଆପଣମାନେ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି ଆମର, ଓଡ଼ିଶା ଟିଚର ଆସୋସିଏସନ୍। ଯେଉଁ ଗ୍ରୁପରେ 2 ଲକ୍ଷରୁ ଅଧିକ ପିଲା ଅଛନ୍ତି, ସେଇ ଗ୍ରୁପରେ ଜଏନ୍ ହେବେ। କୌଣସି ବି ଫେକ୍ ଗ୍ରୁପରେ ଆପଣ ଜଏନ୍ ହେବେ ନାହିଁ। ଠିକ୍ ଅଛି? ଏଥିରେ ଦେଖନ୍ତୁ ଆପଣଙ୍କୁ ଜଣାଇବା ପାଇଁ ଚାହିଁବି, ସିଟି ଫାର୍ଷ୍ଟ ଇୟର ପିଲାଙ୍କର ଅଲରେଡ଼ି ଏକ୍ଜାମ ଡେଟ୍ ଆସିଯାଇଛି। ଗତକାଲି ୟା ସମ୍ପର୍କରେ ଅଲରେଡ଼ି ମୁଁ ଭିଡ଼ିଓ ବନେଇଥିଲି, ତାକୁ ଦେଖିଦିଅନ୍ତୁ। କେମିତି ଆପଣ 80%ରୁ ଅଧିକ ସ୍କୋର କରିପାରିବେ ତାର ଭିଡ଼ିଓ ମୁଁ ବନେଇଛି, ଥରେ ଦେଖିଦିଅନ୍ତୁ। 80%ରୁ ଅଧିକ ରହିବ। ଏବେ ଦେଖନ୍ତୁ ସବୁ ଜିଲ୍ଲାମାନଙ୍କରେ ଜିଆର୍ଏସ୍ର ଭେକେନ୍ସି ଆପଣଙ୍କର ପ୍ରାୟତଃ ବାହାରିଗଲା। ଆପଣ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଲା ପରେ ଯଦି ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି ଦେନ୍ 8895154969 ଏଇ ନମ୍ବରରେ ଖାଲି ଆପଣ ହାଇ ଲେଖିଦେବେ। ଆପଣଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ, ଟେଲିଗ୍ରାମ ଗ୍ରୁପ ତଥା ମୋତେ ପାର୍ସୋନାଲି ମେସେଜ କରିବାର ଲିଙ୍କ ମଧ୍ୟ ଆପଣଙ୍କୁ ମିଳିଯିବ। ଠିକ୍ ଅଛି? ଏବେ ଦେଖନ୍ତୁ ଏଇଠି ଫାଇଲ୍ସକୁ ଆପଣ ଯିବେ। ଫାଇଲ୍ସକୁ ଗଲା ପରେ ଖାଲି ଜିଆର୍ଏସ୍ ଲେଖିଦେବେ। ଜିଆର୍ଏସ୍ ଯେମିତି ଲେଖିଦେବେ, କୋଉ କୋଉ ଜିଲ୍ଲାରେ ଦେଖନ୍ତୁ ଜିଆର୍ଏସ୍ ବାହାରିଛି ସବୁ ଆପଣଙ୍କର ଆସିଯିବ। ଦେଖନ୍ତୁ ବର୍ତ୍ତମାନ ରାୟଗଡ଼ା, ଗଜପତି, ବୌଦ୍ଧ, ବାଲେଶ୍ୱର, ଗଞ୍ଜାମ, ମାଲକାନଗିରି, ନୟାଗଡ଼, ନୂଆପଡ଼ା, କେଉଁଝର, କୋରାପୁଟ ଏଇସବୁ ଜିଲ୍ଲାରେ ଅଲରେଡ଼ି ଜିଆର୍ଏସ୍ ବାହାରିଛି। ଯଦି ଆପଣଙ୍କର ଏଇସବୁ ଜିଲ୍ଲାର ଆପଣ ଅଟନ୍ତି ଦେନ୍ ନିଜ ନିଜ ଜିଲ୍ଲା ପାଇଁ ଜିଆର୍ଏସ୍ ଆପ୍ଲାଏ କରିଦିଅନ୍ତୁ। କେମିତି ଆପ୍ଲାଏ କରିବେ ତା ସମ୍ପର୍କରେ ଅଲରେଡ଼ି ମୁଁ ଭିଡ଼ିଓ ବନେଇଛି। ଅଫଲାଇନ୍ ଆପ୍ଲାଏ, କୌଣସି ବି ଟଙ୍କା ଦେବାକୁ ପଡ଼ିବନି। ମାର୍କ ବେସିସ୍ରେ ସିଲେକ୍ସନ୍ ହେବ। ଖାଲି +2 ପାସ୍ କରିଥିଲେ ଆପଣ ଆପ୍ଲାଏ କରିପାରିବେ ଏବଂ ନିଜ ଜିଲ୍ଲାରେ ହିଁ ଆପଣଙ୍କର ପୋଷ୍ଟିଂ ହେବ। ଠିକ୍ ଅଛି? ଆପଣମାନେ କାଇଣ୍ଡଲି ଏବେ କେମିତି ସାର୍ ନୋଟିଫିକେସନ୍ ପାଇବୁ? ଟେଲିଗ୍ରାମ ଗ୍ରୁପରେ ଅଛି, ନହେଲେ ଆପଣମାନେ ଧର ରାୟଗଡ଼ା, ଆପଣମାନେ ସିମ୍ପଲି ଖାଲି ନିଜର ଜିଲ୍ଲାକୁ ଆପଣ ଟାଇପ୍ କରିବେ ଗୁଗୁଲରେ। ଯେଉଁ ପ୍ରଥମ ୱେବସାଇଟ୍ ଆପଣଙ୍କର ଆସିବ raigada.odisha.gov.in, ଆପଣ ପ୍ରଥମ ୱେବସାଇଟ୍କୁ ଆପଣଙ୍କର ଯିବେ। ଗଲା ପରେ ଦେଖନ୍ତୁ ଏଇଠି ଆପଣଙ୍କର ଅପସନ୍ ଅଛି ନା ରିକ୍ରୁଟମେଣ୍ଟ ଲେଖା ହେଇଛି। ଆପଣ ରିକ୍ରୁଟମେଣ୍ଟ ଉପରେ କ୍ଲିକ୍ କରିବେ, ନହେଲେ ଆଡଭର୍ଟାଇଜମେଣ୍ଟ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଲେଖା ହେଇଛି ନା ଏଇଟା ଜିଆର୍ଏସ୍ ଲେଖା ହେଇଛି। ୟା ଉପରେ କ୍ଲିକ୍ କରିକି ନୋଟିଫିକେସନକୁ ଆପଣ ଡାଉନଲୋଡ୍ କରିବେ ଏବଂ ଆପ୍ଲାଏ ଆପଣଙ୍କର କରିବେ। ଠିକ୍ ଅଛି? ବୁଝିଗଲେ? ତାହେଲେ ଆପଣ କେମିତି କରିବେ କାଇଣ୍ଡଲି ଆପ୍ଲାଏ କରନ୍ତୁ।
जो जिला मानकर वैकेंसी बाहरी से जिला मानकर आपणकर वैकेंसी बाहर जमी बाहर मुझे आपको जनईदेवी ठीक अच्छे। तापर देखो आपणकर अंगनवाड़ी वर्कर आउ हेल्पर वैकेंसी बहुत वैकेंसी बाहरी बट लोक मैंने जापर ना देखु यहाँ हूँ आपणकर ऑफिशियल वेबसाइट। ये वेबसाइट को गलापर खाली आप निजर जिलाटा को चूज करेंगे देन AWW माने अंगनवाड़ी वर्कर AWH माने अंगनवाड़ी हेल्पर AWM माने अंगनवाड़ी मिनी वर्कर आपन खाली सर्च करेंगे जे आपणकर देखंतु माने वैकेंसी सरी जाउची लोक माने जानि पारु ना देखि परछन एमितिका निजे निजे आपणकर चेक करेंगे जे आपणकर ब्लॉक रे केते वैकेंसी देखंतु मु आपणकर एग्जांपल देखौछि हला मयूरभंज जिल्ला रे देखंतु मयूरभंज जिल्ला खाली मयूरभंज देखंतु मयूरभंज जिल्ला रे वर्तमान अंगनवाड़ी वर्कर वैकेंसी 73 टी 73 टी आपणकर अछि अंगनवाड़ी वर्कर किंतु अंगनवाड़ी वर्कर खाली निज गाँ रे ही अप्लाई करी होबो। अंगनवाड़ी हेल्पर मध्य केवल निज गाँ रे अप्लाई करी होबो निज गाँ रे। तो आपण माने काइंडली केमती देखिबे देखंतु हला आपण कोन करिवे देखंतु केमती करिवे हला भलसे आपण माने सिंपली गूगल रे आपणकर सर्च करिवे AWC अंगनवाड़ी कोन सर्च करिवे AWC अंगनवाड़ी आ अंगनवाड़ी वर्कर हेल्पर एगुडा खाली जियो माने ही करि परिबे। एबे जो प्रथम वेबसाइट आसिला ता ऊपर क्लिक कर जेमिति क्लिक करिवे एबे देखंतु आपणकर पब्लिक लॉगिन बोली गुटे ऑप्शन अछि हला अप्लाई करिबा पई पब्लिक साइन अप रे करिवे किंतु आगो पब्लिक लॉगिन ऊपर क्लिक करिवे देन पब्लिक लॉगिन ऊपर क्लिक कला परे तळपटे देखि पारुछंती ना व्यू एंगेजमेंट एड्स लेखा आइछि ए या ऊपर आपण क्लिक करिवे जेमिति या ऊपर आपण क्लिक करिवे एबे आपणकर एटा आसी गला आपणकर काम रहिबो खाली निज जिला को आपण चूज करिवे निज जिला को आपण चूज कला परे केवल आपण सर्च करिकि देखिबे AWW माने अंगनवाड़ी वर्कर हेल्पर आउ मिनी वर्कर आपण सर्च करे देखिबे माने देखंतु जदि आपणकर वैकेंसी अछि आपण खाली देखिबे लेखा आइछि को घर पाखरु को घर पर्यंत सेई घर पाखरे थिले आपण माने अप्लाई करिवे नोटिफिकेशन पढिबा पई या ऊपर क्लिक करिकि आपण करिवे आउ लास्ट डेट पूर्वरु जेमिति अप्लाई करिवे वैकेंसी माने बैक टू बैक बाहरुछि किंतु लोक माने जानि पारु नाहंती काहे कि ना एगुडा न्यूज पेपर रे आपनको पई पब्लिश होउनी तेणु करी आपण माने काइंडली चेक करूथिबे आउ आपण माने अप्लाई करूथांतु। थैंक यू जय जगन्नाथ धन्यवाद।